ଆପଣଙ୍କ ଜୀବନରେ ଯେଉଁମାନେ ବି ଦୁଃଖ ଦେଇଛନ୍ତି ତାଙ୍କୁ କେବେ ଆପଣ ଧନ୍ୟବାଦ ଦେଇଛନ୍ତି? ଯଦି ଦେଇନାହାନ୍ତି ତାହେଲେ ଧନ୍ୟବାଦ ଦିଅନ୍ତୁ। ହୁଏତ ସାମ୍ନାରେ ଧନ୍ୟବାଦ ଦେଇ ନ ପାରନ୍ତି, କିନ୍ତୁ ନିହାତି ମନେ ମନେ ହେଲେ ଧନ୍ୟବାଦ କରନ୍ତୁ। କ'ଣ ପାଇଁ ନା ସେହି ଲୋକମାନେ ଯଦି ଆପଣଙ୍କୁ ଦୁଃଖ କଷ୍ଟ ଦେଇନଥାନ୍ତେ ତାହେଲେ ଆଜି ଆପଣ ଯେଉଁ ଜାଗାରେ ପହଞ୍ଚି ପାରିଛନ୍ତି ସେଠି ପହଞ୍ଚି ପାରିନଥାନ୍ତେ। ସେମାନେ ହେଉଛନ୍ତି ଆପଣଙ୍କ ପାଇଁ ଏକ ପ୍ରେରଣାର ଉତ୍ସ। କେମିତି? ସେମାନେ ଯେତେବେଳେ ଆପଣଙ୍କୁ ଅଟକେଇଥିଲେ କିଛି ଜିନିଷ କରିବା ପାଇଁ, ସେମାନେ ଯେତେବେଳେ ଆପଣଙ୍କୁ ପ୍ରତିବନ୍ଧକ ସାଜିଥିଲେ, ସେତେବେଳେ ଆପଣଙ୍କ ଭିତରେ ଯେଉଁ ଶକ୍ତିଟା ଅଛି ସେଇଟା ବାହାରି ଆସିଥିଲା। ଆଉ ସେଇ ଶକ୍ତି ବାହାର କରିବା ନିମନ୍ତେ ସେମାନଙ୍କର ବହୁତ ଅବଦାନ ରହିଛି। ତେଣୁ ସେମାନଙ୍କୁ ନିହାତି ଭାବରେ ଧନ୍ୟବାଦ ଦିଅନ୍ତୁ। କ'ଣ ପାଇଁ ନା ଆଜି ଆପଣ ଯେଉଁ ସଫଳତା ପାଇପାରିଛନ୍ତି ତାଙ୍କର ସେଇ ଜିନିଷର ଶ୍ରେୟ ସେମାନଙ୍କୁ ଯିବ। ତେଣୁ ନିହାତି ଭାବରେ ସେମାନଙ୍କୁ 2 ଗୁଣା 3 ଗୁଣା 5 ଗୁଣା ଧନ୍ୟବାଦ ଦିଅନ୍ତୁ। କ'ଣ ପାଇଁ? ସେମାନେ ଆପଣଙ୍କର ଜୀବନକୁ ସଜାଡ଼ିଛନ୍ତି, ଆପଣଙ୍କ ଜୀବନକୁ ଏକ ନୂତନ ରୂପରେ ଗଢ଼ି ତୋଳିଛନ୍ତି। ସେଥିପାଇଁ ତାଙ୍କୁ ବହୁତ ବହୁତ ଧନ୍ୟବାଦ।